ପିଲାମାନେ ସ୍ୱାଗତ ଜଣାଉଛି ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ଏସ୍ ଏଜୁକେସନ୍କୁ। ଆଜିର ଏ ଭିଡ଼ିଓଟିରେ ଯେଉଁମାନେ ସବୁ ଅଷ୍ଟମ ଶ୍ରେଣୀରେ ପଢ଼ୁଛ, ତୁମର ଗଣିତର ଦ୍ୱିତୀୟ ଅଧ୍ୟାୟ ଅଛି ଯାହାର ନାମ ହେଉଛି ଘାତର ଖେଳ, ବୁଝିଲ? ତ ସେଇ ଚାପ୍ଟରଟିରେ ତୁମର 22 ନମ୍ବର ପେଜ୍ରେ ଯେଉଁ ନିଜେ କରି ଦେଖ ଅଛି, ସେଥିରେ ତୁମର 3ଟି ପ୍ରଶ୍ନ ଅଛି। ତ এই 3ଟି ଯାକ ପ୍ରଶ୍ନର ପ୍ରଶ୍ନ ସହିତ ଆମେ ଉତ୍ତର ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏ ଗୋଟିଏ ଭିଡ଼ିଓରେ ଆଲୋଚନା କରିବା, ବୁଝିଲ? ତ ଯିବା ଫାଷ୍ଟ ତୁମର 1 ନମ୍ବର ଆଡ଼କୁ କ'ଣ କହିଛି ଦେଖିବା। ଦେଖ, 1ରେ କହିଛି କ'ଣ ନା ନିମ୍ନରେ ଦିଆଯାଇଥିବା ପରିପ୍ରକାଶକୁ ଘାତାଙ୍କିୟ ରୂପରେ ଲେଖିବାକୁ କହିଛି। ଦେଖ, ଫାଷ୍ଟ ଅଛି କେତେ 6 4ଟା ଗୁଣା ହେଇଛି, ଏଠି y 2ଟା, ଏଠି କ'ଣ b 4ଟା ଗୁଣା ହେଇଛି, ଏଠି 2ଟା 5 3ଟା 7, ଏଠି କ'ଣ 2ଟା 2 2ଟା 1, ଏଠି କ'ଣ ହେଇଛି 3ଟା 1 4ଟା c ଆଉ ଗୋଟିଏ d, ବୁଝିଲ? ଦେଖ, ଏଟାର ଆମେ ଆନ୍ସରଟା କିଭଳି ଭାବେ ଲେଖିଦେବା। ଫାଷ୍ଟ କ'ଣ କରାଯାଇଛି 6 4 ଥର ଗୁଣନ କରାଯାଇଛି, ବୁଝିଲ? ତ ଆକୁ ଆମେ କ'ଣ ଲେଖିପାରିବା 6ର ଘାତ 4 ବୋଲି ଲେଖିପାରିବା, କରିଦେବା ଆରାମସେ। ସେକେଣ୍ଡ ଦେଖ କ'ଣ y ଆମର 2 ଥର ଗୁଣା ହେଇଛି, y ଗୁଣନ y, ଆକୁ ଆମେ କ'ଣ ଲେଖିଦେବା। ତୁମେ ଜାଣିଥିବ ଯେବେଳେ 2 ଗୁଣନ 2 ଥିଲେ ତୁମେ ଲେଖୁଥିଲ କ'ଣ 2ର ଘାତ 2 2ର ବର୍ଗ, ସେଭଳି ଭାବରେ y 2 ଥର ଅଛି ତ କ'ଣ କରିବ yର ବର୍ଗ, yର ସ୍କୋୟାର ଭାବରେ ଲେଖିଦେବ, ବୁଝିଲ? ତାପରେ ଦେଖ ତୁମର ଅଛି କ'ଣ b ଗୁଣନ b ଗୁଣନ b ଗୁଣନ b, 4ଟା b ଅଛି ତ ତୁମେ ଲେଖିଦେବ କ'ଣ bର ଘାତ 4 ବୋଲି ଲେଖିଦେବ, ବୁଝିଲ? ଏଠି ଦେଖ ତୁମେ ବର୍ତ୍ତମାନ ତୁମର ଅଛି କ'ଣ 2ଟା 5 ଅଛି, 5କୁ 2 ଥର ଗୁଣା ଯାଇଛି, ଗୁଣନ କରାଯାଇଛି, 7କୁ ତୁମର 3 ଥର ଗୁଣନ କରାଯାଇଛି। ଆମେ ଏଇଟା କ'ଣ ଲେଖିପାରିବା, ଫାଷ୍ଟ 5 ଗୁଣନ 5 ହେଇଯିବ କ'ଣ 5ର ଘାତ 2 5ର ସ୍କୋୟାର ଗୁଣନ 7 3ଟା ଅଛି ତ 7 3ଟା ଜାଗାରେ କ'ଣ କରିବ 7 ଗୁଣନ 7, ବୁଝିଲ? ଇଜିକାଲ୍ ହେଇଯିବ କେତେ ନା 5ର ଘାତ 2 ଗୁଣନ 7ର ଘାତ 3, ତୁମେ ଲେଖିଦେବ କ'ଣ 5ର ଘାତ 2 ଗୁଣନ 7ର ଘାତ 3। 5 ବିଟ୍ରେ ଦେଖ କ'ଣ କହିଛି ନା 2କୁ 2 ଥର ଗୁଣା ଯାଇଛି, aକୁ 2 ଥର ଗୁଣା ଯାଇଛି, ବୁଝିଲ ନା? ତ 2କୁ 2 ଥର ଗୁଣା ଯାଇଛି କ'ଣ କରିବ 2ର ଘାତ 2 aର ଘାତ 2 ପକାଇଦେବ, aକୁ ମଧ୍ୟ 2 ଥର ଗୁଣା ଯାଇଛି। ତାପରେ ଦେଖ 6 ବିଟ୍ରେ aକୁ ଆମର 3 ଥର ଗୁଣନ କରାଯାଇଛି, cକୁ କେତେ ଥର 1 2 3 4 5 ଥର cକୁ ଗୁଣନ କରାଯାଇଛି, cକୁ 5 ଥର କରାଯାଇଛି କି 1 2 3 4 ଥର ଏଠି ଗୁଣନ କରାଯାଇଛି, ହେଲା ନା? cକୁ ତୁମର 4 ଥର ଗୁଣନ କରାଯାଇଛି, dକୁ 1 ଥର, ତ ଏଠି ଲେଖିଦେବ କେତେ ଜାଣିଛ ନା aର ଘାତ 3 ଗୁଣନ cର ଘାତ 4 ଲେଖିଦେବ ଗୁଣନ d ଲେଖିଦେବ, ହେଲା ନା? ଏଇଟା ମୁଁ ଟିକେ ଭୁଲ ଲେଖିଦେଇଛି, ଏଠି ତୁମର cକୁ 4 ଥର ଗୁଣନ କରାଯାଇଛି, ବୁଝିଲ? ତ ତୁମେ cର ଘାତ 4 ବୋଲି ପକାଇଦେବ। ତାପରେ ଦେଖ 2 ନମ୍ବରକୁ ଯିବା, କ'ଣ କହିଛି ନା ନିମ୍ନଲିଖିତ ପ୍ରତ୍ୟେକ ସଂଖ୍ୟାକୁ ସେମାନଙ୍କର ମୌଳିକ ଗୁଣନୀୟକର ଘାତର ଗୁଣଫଳ ରୂପେ ପ୍ରକାଶ କରିବାକୁ କହିଛି। ତ ମୌଳିକ ଗୁଣନୀୟକ ଫାଷ୍ଟ ବାହାର କରିକି ସେମାନଙ୍କର ଘାତର ଗୁଣଫଳ ରୂପରେ ପ୍ରକାଶ କରିବା। ଦେଖ ଏଇଟା କିଭଳି ଭାବରେ କରିବ। ଫାଷ୍ଟ ଆମର ଅଛି କେତେ 648, ତ ଆମେ ପ୍ରଥମେ କ'ଣ କରିବା ନା 648ର ଲସାଗୁ ବାହାର କରିବା, କରିପାରିବ କି ନାହିଁ? ଦେଖ ଫାଷ୍ଟ ଏଇଟା ଯିବ କେତେ 2 କରେ ଯିବ, 2 3 6 2 2 4 2 4 8 324 ଆସିଲା, ପୁଣି ଯିବ 2ରେ କେତେ 2 1 2 12 2 6 12 2 2 4, ପୁଣି 2ରେ ଯିବ କି ନା? ଦେଖ 2 ଏଠି 16 ଅଛି, 2 8 16 2 1 2 81 ହେଇଗଲା, 8 1 9 ହେଉଛି, ତ ଆମର ଏଇଟା ଯିବ କେତେ 3 କ ପଣିଖିଆରେ ଯିବ, ବୁଝିଲ ନା? ତ 3 2 6 21 ହେଲା, 3 7 21, ବୁଝିଲ? ପୁଣି 3ରେ ଯିବ କେତେ ହେଲା 3 3 3 9 27 ହେଇଯିବ, ହେଲା ନା? ତ ପୁଣି 3ରେ ଯିବ 3 3 9, ବୁଝିଲ? ତ ଦେଖ 2 ଆମର କେତେଟା ଆସିଲା 1 2ଟା 3ଟା, ତ ଆମେ କ'ଣ କରିବା 648 ଇଜିକାଲ୍ ଟୁ 2 ଗୁଣନ 2 ଗୁଣନ 2, 3ଟି 2 ଲେଖିଦେଲେ, ଗୁଣନ 3 କେତୋଟି ଅଛି ଦେଖ 1 2ଟି 3ଟି 4ଟି 3 ଅଛି, ବୁଝିଲ ନା? ତ ଆମେ କ'ଣ କରିବା ତାପରେ 2 3ଟା ହେଲା ପରେ କ'ଣ ଆମେ 3 4ଟା ଲେଖିବା, ତ 3 ଗୁଣନ 3 ଗୁଣନ 3 ଗୁଣନ 3 ହେଇଗଲା। ତ 2 3ଟା ଅଛି, ତ ଆମେ 2ର ଘାତ କେତେ ଲେଖିବା 2ର ଘାତ ଲେଖିଦେବା 3, ବୁଝିଲ ନା? ଗୁଣନ ଆମର 3 ଅଛି 4ଟା, ତ ଆମେ 3ର ଘାତ ଲେଖିଦେବା 4, ବୁଝିଲ? ଏଭଳି ଭାବରେ ତୁମେ ଆନ୍ସରଟି କରିପାରିବ। ସେଭଳି ଭାବରେ ଦେଖ ସେକେଣ୍ଡ ତୁମର ଥିଲା କେତେ 405, ବୁଝିଲ? 405 ଅଛି, ଦେଖ ଆମେ ପୁଣି ଆର ପୁଣି ଲସାଗୁ ବାହାର କରିବା। 405ର ଲସାଗୁ ବାହାର କର, ଦେଖ 5 9 ହେଉଛି, ତ ଏଇଟା 3 କ ପଣିଖିଆରେ ଯିବ, 3 1 3 10 ହେଲା, ବୁଝିଲ? 3 3 9 15 ହେଲା, 3 5 15 135 ହେଲା, ପୁଣି ଦେଖ 5 3 8 1 9 3 କ ପଣିଖିଆରେ ଯିବ, ତ କେତେ ନେବ 3 4 12 15 3 5 15 45 ହେଲା, ପୁଣି 3 କରି ଯିବ କେତେ ହେବ 3 1 3 15 3 5 15 ହେବ କି ନାହିଁ? ତାପରେ 15ଟା ଯିବ କେତେ ତୁମର 15 ଯିବ ପୁଣି 3 କ ପଣିଖିଆରେ 3 5 15, ତ ଦେଖ 3 କେତେଟା ହେଲା 1 2ଟି 3ଟି 4ଟି, ତ ଆମେ କ'ଣ କଲେ 3କୁ 4 ଥର ଗୁଣନ କଲେ, ପୁଣି 5 ବଳିଗଲା 5କୁ ଗୁଣନ କଲେ, 3କୁ 4 ଥର ଗୁଣିବା ଦ୍ୱାରା କ'ଣ କଲେ 3ର ଘାତ 4 ପକାଇଦେଲେ, 5ର ଘାତ 1 ପକାଇଦେଲେ, ବୁଝିଲ? ତାପରେ ଦେଖ ତୁମର 3ରେ କହିଥିଲା କ'ଣ 540, ସେଭଳି ଭାବରେ ଆମେ କ'ଣ କରିବା 540ର
ଲସାଗୁ ବାହାର କରିବ ବୁଝିଲ। 540ର ଲସାଗୁ ବାହାର କର। ଦେଖ କେତେ ଯିବ, ଫାଷ୍ଟ 2 କରିଯିବ, 2 ଦୁଗୁଣେ 4, 14 ହେଲା, 2 ସତା 14, 0, 270 ହେଲା। ପୁଣି 2ରେ ଯିବ, 2 1 2, 2 3 6, 2 5 10 ବୁଝିଲ। ତ 5 3 8 9, ତ 3 କ ପଣିକାରେ ଯିବ, 3 କରି ଦେଖ, 3 ଚଉକୁ 12, 15, 3 5 15 ବୁଝିଲ। ପୁଣି 3ରେ ଯିବ କେତେ ହେବ, 45 ହେଲେ 3 1 3, 3 5 15, ପୁଣି 3ରେ ଯିବ, 3 5 15 ବୁଝିଲ। ତ ଏଇଟା କେତେଟା ଆସିଲା, 2 2ଟା ଆସିଲା, 3 ଆସିଲା 3ଟା, 5 ଆସିଲା 1 ବୁଝିଲ। ତ 2 2ଟାରେ ହେଇଯିବ କ'ଣ, 2ର ଘାତ 2, 3 3ଟାରେ ହେଇଯିବ 3ର ଘାତ 3, 5 1 ଅଛି, ତ 5ର ଘାତ 1 ଲେଖିଦେବ ବୁଝିଲ। ତାପରେ ଦେଖ 4 ବିଟୁ ତମର ଦେଇଛି କେତେ, 3600 ବୁଝିଲ। ତ ଆମେ ବର୍ତ୍ତମାନ କ'ଣ କରିବା ନା ତମର 3600ର ମଧ୍ୟ ଲସାଗୁକୁ ବାହାର କରିବା, କରିପାରିବ ଆରାମସେ। ଦେଖ ମୁଁ ମଧ୍ୟ ଏଠି ମଧ୍ୟ ତମକୁ ଦେଖାଇ ଦେଉଛି କିଭଳି ଭାବରେ 3600ର ଲସାଗୁ ବାହାର କରିବ। ତ ଦେଖ ଏହାର ଆମେ ବର୍ତ୍ତମାନ ଲସାଗୁ ବାହାର କରିବା 3600ର କିଭଳି ଭାବରେ। ଫାଷ୍ଟ 2 କରିଯିବ, 2 1 2 16, କେତେ ହେବ, 2 8 16, 0 0 ପଡ଼ିଗଲା। ପୁଣି 2ରେ ଯିବ, କେତେ ହେଇଯିବ, 2 9 18, 0 0, ପୁଣି 2ରେ ଯିବ କେତେ, 2 ଚଉକୁ 8, 10 ହେଲା, 2 5 10, 0, ପୁଣି 2ରେ ଯିବ, 2 ଦୁଗୁଣେ 4, 2 ଦୁଗୁଣେ 4, 2 5 10 ବୁଝିଲ। ପୁଣି ଦେଖ ଏଇଟା ଯିବ କେତେ, 3ରେ କେତେ ହେଇଯିବ, 3 7 21, ପୁଣି ବଳେଇଗଲେ କେତେ, 15, 3 5 15 ହେଇଯିବ କି ନାହିଁ। ଏଇଟା 3ରେ କେମିତି ଗଲେ ଜାଣିଥିବ, ଗଣିଦେବ। ଦେଖ 5ରେ 2 ମିଶ 7, 7ରେ 2 ମିଶାଇଲେ ହେଉଛି 9, 9 ଆମର 3 ଦ୍ୱାରା ବିଭାଜ୍ୟ, ତ ତମେ ଜାଣିଦେବ ଯେ ଏଇ ସଂଖ୍ୟାଟା ମଧ୍ୟ 3 ଦ୍ୱାରା ବିଭାଜ୍ୟ ହେବ ବୁଝିଲ। ତ ଏଇଟା ପୁଣି 75 ଅଛି, 7 5 କେତେ ହେଉଛି 12, ପୁଣି ଏଇଟା ମଧ୍ୟ 3ରେ ଯିବ, 3 ଦୁଗୁଣେ 6, 15, 3 5 15, 25 ହେଲା, 25 ଯିବ କେତେରେ, 5ରେ, 5 5 25 ବୁଝିଲ। ଦେଖ ଆମର କେତେଟି ଅଛି, 2 ହେଉଛି, 1 2ଟି 3ଟି 4, ତ ଆମେ କ'ଣ କଲେ, 4ଟା 2 ପକାଇଦେଲେ, 4ଟା 2 ହେଇଯିବ କେତେ, 2ର ଘାତ 4, ପୁଣି 3 ଅଛି କେତେ, 2ଟା, ତ 3 2ଟା ପକାଇଦେଲେ, 3ର ଘାତ 2 ହେଇଗଲା, ପୁଣି 5 ଅଛି ତମର କେତେଟା, 2ଟି, ତ 5 ମଧ୍ୟ 2ଟି ପକାଇଦେଲେ ବୁଝିଲ, 5ର ଘାତ 2 ହେଇଗଲା, ଏଇଭଳି ଭାବରେ ହେଇଯିବ। ତାପରେ ଦେଖ ତମର 3 ନମ୍ବରରେ କ'ଣ କହିଥିଲା, 3 ନମ୍ବରରେ କହିଥିଲା ନା ନିମ୍ନଲିଖିତ ପ୍ରତ୍ୟେକ ସାଂଖ୍ୟିକ ମାନ ଲେଖିବାକୁ କହିଛି। ପ୍ରତ୍ୟେକର କ'ଣ କରିବା, ଆମେ ସାଂଖ୍ୟିକ ମାନ ଲେଖିବା ବୁଝିଲ। ଦେଖ ଫାଷ୍ଟ ଆମର ଦେଇଛି କେତେ, 2 ଗୁଣନ 10ର ଘାତ 3, ତ ଆମେ ଜାଣିଛନ୍ତି 10ର ଘାତ 3 ଯିବ କେତେ, 10 10 100, 100 10 1000, ତ 2 ଗୁଣନ 1000 ଯିବ କେତେ ଆସିଗଲା, 2000 ଆସିଗଲା ଆମର ଫାଷ୍ଟଟାର ଆନ୍ସର। ସେଭଳି ଭାବରେ ସେକେଣ୍ଡଟାରେ କହିଛି କେତେ, 3 ଗୁଣନ 4ର ଘାତ 4, ତ ଆମେ କ'ଣ କରିବା, ସରି ସେକେଣ୍ଡରେ ଅଛି ତମର 7, 7ର ଘାତ 2 ଗୁଣନ 2ର ଘାତ 3, ତ 7ର ଘାତ 2 ମାନେ 7 7 କେତେ 49, 2ର ଘାତ 3 ମାନେ 2 ଦୁଗୁଣେ 4, 4 ଦୁଗୁଣେ 8 ବୁଝିଲ। ତ ଆସିଯିବ କେତେ, 392। 3ରେ କହିଛି କେତେ ତମର, 3 ଗୁଣନ 4ର ଘାତ 4, ଏ ଯିବ 3 ଗୁଣନ 4କୁ ଆମେ କ'ଣ କରିବା, 4 ଥର ଗୁଣ ଦେବା, କେତେ ହେଇଯିବ, 3 3 ଚଉକୁ 12 ବୁଝିଲ। ଏପଟେ 3ଟା 4 ଗୁଣ, 4 ଚଉକୁ 16, 16 ଚଉକୁ 64, ତ 12 ଗୁଣନ 64 କରିବ, ଆସିବ କେତେ, 768 ବୁଝିପାରିଲ। ସେଭଳି ଭାବରେ ଦେଖ 4 ନମ୍ବରରେ କ'ଣ ହେଇପାରିବ, -3ର ବର୍ଗ ଗୁଣନ -5ର ବର୍ଗ। ଦେଖ -3ର ବର୍ଗ ମାନେ କ'ଣ, -3 ଗୁଣନ -3, 5ର ବର୍ଗ ମାନେ କ'ଣ, -5 ଗୁଣନ -5। ଆମେ ଜାଣିଛନ୍ତି ଯଦି ଦୁଇଟି ଯାକ ମାଇନସ୍ ଥିବ ବୋଲେ କ'ଣ ହେବ, ମାଇନସ୍ ମାଇନସ୍ ପ୍ଲସ୍, ତ 3 3 9 ହେଇଯିବ କେତେ, ଏଇଟା 9 ଆସିଲା, ଏଇଟା ଆସିବ କେତେ 25, ତ 9 ଗୁଣନ 25 କରିଦିଅ, ହେଇଯିବ କେତେ ହେଇଯିବ 225, ତ ଆର ଆନ୍ସର ହେଇଗଲା 225 ବୁଝିଲ। ତାପରେ ଦେଖ ତମର 3ର ସ୍କୋୟାର ଗୁଣନ 10ର ଘାତ 4, 3ର ଘାତ 2 ହେଇଯିବ କେତେ 9, 10ର ଘାତ 4 ହେଇଯିବ 10,000 ବୁଝିଲ। ତ ଆନ୍ସର ଆସିବ କେତେ, 9 ଗୁଣନ 10,000 ଇଜ ଇକ୍ୱାଲ୍ ଟୁ 90,000। ତାପରେ ଦେଖ 6ରେ କ'ଣ କହିଛେ, -2ର ଘାତ 5 ଗୁଣନ -10ର ଘାତ 6 ବୁଝିଲ। ଦେଖ ତମେ ଗୋଟେ ସଂଖ୍ୟା ଜାଣିଥ, ଯଦି ଆମେ କର କୌଣସି ବି ସଂଖ୍ୟାର ବୁଝିଲ, ମନେକର 2 ନେଲି, ଯଦି ଆର ଘାତ ଯଦି ଆମର ଗୋଟେ ଯୁଗ୍ମ ସଂଖ୍ୟା ଅଛି ବୁଝିଲ ନା, ତ ଯଦି ଏଇଟା ମାଇନସ୍ ଥିଲେ ମଧ୍ୟ ଆମର ଆନ୍ସର ଆସିବ କ'ଣ, ପ୍ଲସ୍ରେ ଆସିବ ବୁଝିଲ, +4 ହେବ। ମାତ୍ର ଯଦି ଏଇଟା ଯଦି ଆର ଯଦି ଘାତ ଯଦି ଅଯୁଗ୍ମ ଥିବ ବୁଝିଲ ନା, ଘାତ ଯଦି କ'ଣ ଅଛି ଅଯୁଗ୍ମ ଅଛି, 3 କିମ୍ବା 5 କିମ୍ବା 7 କିମ୍ବା 9, ଯଦି ତା ଆଗରୁ ମାଇନସ୍ ଅଛି ନା, ତ ସେଠି ଆମର କ'ଣ ଆସିବ ଜାଣିଛ ନା, ତାର ଯେତିକି ଆନ୍ସର ଆସିବ ତା ଆଗରେ ମଧ୍ୟ ଆମର ମାଇନସ୍ ପଡ଼ିଯିବ ବୁଝିଲ। ତ ମାଇନସ୍ ହେଇଯିବ କେତେ, 2 ଦୁଗୁଣେ 4, 4 ଦୁଗୁଣେ 8 ବୁଝିଲ ନା। ଯଦି କୌଣସି ବି ସଂଖ୍ୟାର ଘାତ ଯଦି କ'ଣ ଅଛି 2 ଅଛି, ତ ଆମେ ସେଇଟା କ'ଣ କରିବା, ସେଇ ସଂଖ୍ୟାଟା ପ୍ଲସ୍ରେ ଲେଖିପାରିବ ବୁଝିଲ। ଯଦି ତାର ଘାତ ଯଦି 3 ଅଛି, ଯଦି ମାଇନସ୍ ଅଛି ସଂଖ୍ୟାଟା, ତାର ଘାତ ଯଦି 3 ଅଛି, ତମେ କ'ଣ ଲେଖିବ -8। ଦେଖ ନହେଲେ ତମେ ହିସାବ କରିଦିଅ, ଦେଖ -2 ଗୁଣନ -2 ଗୁଣନ -2, -2 କେତେ ହେଉଛି -4, ସରି +4, ମାଇନସ୍ ମାଇନସ୍ ପ୍ଲସ୍ ହେଇଯିବ ନା, +4ରେ -2 ଗୁଣ କେତେ ହେଉଛି ପ୍ଲସ୍ ମାଇନସ୍ ମାଇନସ୍ 4 ଦୁଗୁଣେ 8 ହେଇଯିବ, ଆସିଲା କେତେ -8 ବୁଝିଲ। ତ ଘାତ ଏଠି କେତେ ଅଛି ଆମର 5 ଅଛି, ଏଇଟା ମଧ୍ୟ 5 ହେଇଯାଉଛି କ'ଣ ଅଯୁଗ୍ମ ସଂଖ୍ୟା, ତ ଆମର ଆସିବ କେତେ, ଆଗରୁ ଆସିବ ମାଇନସ୍, ତ କେତେ ହେଇଗଲା -32। ପୁଣି ଦେଖ ଘାତ ଦେଖ ଆର ଅଛି କ'ଣ ଯୁଗ୍ମ 6 ଅଛି, 6ଟା ଗୋଟେ ଯୁଗ୍ମ ସଂଖ୍ୟା ନା, ତ ଆଗରୁ ମାଇନସ୍ ଅଛି ବୋଲେ ଏଇଟା ହେଇଯିବ କ'ଣ ପ୍ଲସ୍, ତ ଆର ଆନ୍ସର ଆସିବ ଏତିକି ବୁଝିଲ। ତ
तो आम तुम ये भिडटे टोटाल तुम 1 2 3 3टी जाक क्वेश्चन आंसर डिस्कसन कले। भिडटी भल लगी लाइक करने को भूलबानी और चैनल को सब्सक्राइब करिया भूलेनी। बुझिल किभली लगिला तुम कमेंट माध्यम जन पार।